ନା କୁହନ୍ତୁ ଆପଣଙ୍କର? ଭାନୁମତୀ ମହାନ୍ତି। ଭାନୁମତୀ ମହାନ୍ତି। କୋଉଠୁ ଆସୁଛନ୍ତି ଘର? ମଦନା ମଦନା ପାଟକୁରା। ପାଟକୁରା। କ'ଣ କୁହନ୍ତୁ ଆପଣଙ୍କର ସେଇ ଯେଉଁ ଦୁଃଖ କି ଭଲ କି ପ୍ରଭୁଙ୍କୁ ପାଇଛନ୍ତି, ପ୍ରଭୁ ଆପଣଙ୍କୁ କୃପା କରିଛନ୍ତି, ନ କାନ୍ଦିକି କହିବେ। କାନ୍ଦନ୍ତୁନି, କାନ୍ଦିଲେ କହିପାରିବେନି, କାନ୍ଦିଲେ କହିପାରିବେନି, ଆଗ ନ କାନ୍ଦିକି କୁହନ୍ତୁ। ପିଲା ବେଳୁ ଦୁଃଖ 8 ମାସ ହେଲା ଆଜିକି 8 ମାସ ହେଲା ମୋ ଜୀବନ ଧଳା ଧଳା ହେଲା। ଡାକ୍ତର କତିକି ଗଲି, ଡାଇବେଟିସ୍ ପ୍ରେସର। ଡାକ୍ତର କତିକି ଗଲି, ଡାକ୍ତରର ପରୀକ୍ଷା କଲା ବେଳକୁ ଡାଇବେଟିସ୍ ବଢ଼ିଯାଇଛି, ଜୀବନ ଧଳା ଧଳା ହେଇ ନାଲି ନାଲି ହେଲା। ଡାକ୍ତର କହିଲେ ଇଞ୍ଜେକ୍ସନ୍ ଦିଆହେବ ଜୀବନରେ, ଆଉ ଡାଇବେଟିସ୍ ବଢ଼ିଯାଇଛି, ଡାଇବେଟିସ୍ ବଢ଼ିଯାଇଛି, ଆଉ ତମେ ଔଷଧ ମାସକ ପାଇଁ ନିଅ, ଖାଇକିରି ଆସିବ। ମୁଁ ମାସ ଯିବି କ'ଣ, ଅଭାବ ସଂସାର କଥା, ପୁଅ ଝିଅ ନାହିଁ ନା କିଛି ନାହିଁ, ପୁଅ ଝିଅ ନାହିଁ କିଛି ନାହିଁ, ମା ଦୁଃଖୀ। ଶ୍ରାବଣ ମାସ। ପୁଅ ଝିଅ ନାହାନ୍ତି ମାନେ ଆପଣଙ୍କର ସ୍ୱାମୀ ଥିବେ, ଘରେ ଆଉ ସବୁ କିଏ ଅଛନ୍ତି? ସମସ୍ତେ ଅଛନ୍ତି, ଯାହା ଦେଢ଼ଶୁର ସମସ୍ତେ ଅଛନ୍ତି। ନିଜର ପୁଅ ଝିଅ ନାହିଁ? ନାହିଁ। ହଉ, ଜଗନ୍ନାଥ ଅଛନ୍ତି, ସେଥିରେ କାନ୍ଦିବାର କ'ଣ ଅଛି? ତାପରେ କ'ଣ ହେଲା? ଏ ଯେଉଁ ଜିଭରେ ଯେଉଁ ହେଇଥିଲା ଧଳା ଧଳା ହେଇଥିଲା, ଟେଷ୍ଟ କଲା ବେଳକୁ ଟେଷ୍ଟ କଲି, ଟେଷ୍ଟ କଲା ବେଳକୁ ଡାକ୍ତର କହିଲେ ଫେର ମାସକ ପରେ ଖାଇକିରି ଔଷଧ କଲି। ଡାକ୍ତର ଦେଖିକି କହିଲେ ଆଉ ସେ କ'ଣ ଭଲ ହେଇଛି? ମୁଁ କହିଲି ନାଇଁ ଭଲ ହେଇନି। ସେଠୁ ଡାଇବେଟିସ୍ ପରୀକ୍ଷା କଲା ବେଳକୁ କମ୍ 85-95 ଭିତରେ ରହିଲା। ସିଏ ସେଠୁ ହାତ ପୁରାଇ ଦେଖିକିରି କହିଲେ କ'ଣ ଅଲସର ଭଳିଆ ହେଇଯାଇଛି, ଆଉ ମୋର ଡାଉଟ୍ ହେଉଛି ତମେ ମାଂସ ପରୀକ୍ଷା କର। ମାଂସ ପରୀକ୍ଷା କଲେ 7 ଦିନ ରିପୋର୍ଟ ଆସିଲା କ୍ୟାନ୍ସର। 8 ଦିନ ଭିତରେ ଗଲି ଅପରେସନ୍। ଯେଉଁ ମଙ୍ଗଳବାର ଆଇଥିଲା ସେ ମଙ୍ଗଳବାର ଗଲି ଅପରେସନ୍ ହେଲି। ମୁଁ ଗାଁ ଠାକୁରାଣୀ ମା ଭବାନୀ କି ମୁଁ ଜଗନ୍ନାଥ କଥା ଜାଣିନଥିଲି। ମୁଁ ତ ଟିଭି ଦେଖେ ନା, ଜାଣିବି କ'ଣ? ମୁଁ ମା ଭବାନୀ ବଟ ଗୋସାଇଁ ମୋର ଗାଁ ଠାକୁରାଣୀ କି ବିଶ୍ୱାସ କରିଥିଲି। ତାଙ୍କୁ ଧରିଥିଲି ଦିନେ ଏତିକି ଟିଭି ଲଗାଇଦେଲେ, କହିଲେ ଟିଭିରେ ପଇସା ପକାଇ ଦେଉଛି, ତୁ ଦେଖେ ଜୟ ଜଗନ୍ନାଥ। ମୁଁ ଦେଖିଲି, ମୋର ଗୋଟେ ଆସିଗଲା ବିଶ୍ୱାସ। ଆଉ ମୁଁ ଦିନେ ରାତିରେ ଶୋଇଛି, ଖାଲି ଚନ୍ଦନ ଧୂପକାଠି ଭଳିଆ ଯାଇ ପଶିଗଲେ ମୋ କତିକି। ଆଉ ମୁଁ କହୁଛି ମୋତେ କ'ଣ ଦେଉଛନ୍ତି, କ'ଣ କହୁଛନ୍ତି, ମୁଁ କିଛି ଜାଣିପାରୁନି। ମାସେ 2 ମାସ ଅପରେସନ୍ ଭିତରେ ସେଠୁ ମୁଁ ଦେଖୁଛି ଜଗନ୍ନାଥ ବଳଭଦ୍ର ଯାଇଛନ୍ତି। ସେଠୁ ସିଏ ଏମିତି ମୁଁ ସମ୍ମୁଖା ଶୋଇବା ଭିତରେ ଠାକୁର ଘର ମୋର ଅଛି। ମୁଁ ଅନେଇ ଦେଲା ବେଳକୁ ଠାକୁର ଘର ସେ ପେଟି ଭିତରେ ଯେମିତି ଲୁଚି ଯାଉଛନ୍ତି ଠାକୁର, କ'ଣ ମୋତେ ଆଉ ଦେଖା ଦେଉନାହାନ୍ତି। ସେଠୁ ମୁଁ ଆଙ୍କୁ କହୁଛି ମୋତେ କ'ଣ ଦେଇଗଲେ ବା ଦିଅ ବା, ମୋତେ ଜଗନ୍ନାଥ କ'ଣ ଦେଇଗଲେ ଦିଅ ବା। ମୁଁ ସେ ପୁରା ସେ ବାସ ଏମିତି ନିଶ୍ୱାସ ନେଇଗଲି, ମୋ ପେଟ ପଳେଇଲା। ସେଇଦିନ ମୋର ବିଶ୍ୱାସ ଚାଲି ଆଇଲା। ଥରେ ବିଶ୍ୱାସ ଆସିଛି ମାନେ ଆପଣ ସେମିତି ବିଶ୍ୱାସର ଦେବତାଙ୍କ ପାଖରେ ସମର୍ପିତ ହୁଅନ୍ତୁ। ବଡ଼ ବଡ଼ ଦୁଃଖ କଥା କହୁଛନ୍ତି, ବିପଦ କଥା କହୁଛନ୍ତି, ସେଇ ପ୍ରଭୁ ହିଁ ଆପଣଙ୍କୁ ଉଦ୍ଧାର କରିଛନ୍ତି। ଜୟ ଜଗନ୍ନାଥ ଟିଭି କେତେ ସମୟ ଦେଖନ୍ତି? ମୁଁ ସବୁବେଳେ ଦେଖେ, ଗାଧୁଆଳେ ଦେଖେ, ତମକୁ ପ୍ରାୟ ସବୁବେଳେ ଦେଖେ। ସକାଳେ 7ଟାରୁ ସେମିତି ଟିଭି ଲାଗିଥିବ, ମୁଁ ସେମିତି ଛୋଟିଏ ଗୋଡ଼ ହାତ ତଳେ ନା, ଡାଇବେଟିସ୍ ପ୍ରେସର କିଏ ନାହିଁ, ପାଣି ଢାଳି ଦେବାକୁ ବି ଈଶ୍ୱର ଏତେ ଦୁଃଖ ଦେଇଛି କାହିଁକି କେଜାଣି, ମୋତେ ମାରିଦେଲେ ଭଲ ହୁଅନ୍ତା। ସେଇଥିରେ କାନରେ ବାଜୁଥିବ ଦେଖୁଥିବି। ଆଉ ବେଳ ବୁଲିଲେ 7ଟା ହେଲା ମାନେ ଆଳତି ଫାଳତି ଦେଖି ବସିବି ସେମିତି 9ଟା ଯାକେ ସରିବା ଯାକେ। ଗାଧୁଆଳଟା ସେମିତି ଦେଖିବି, ସବୁବେଳେ ଦେଖିବି। ଆଉ ଆଳତି ଦେଖିବି, ଆଉ ପତାକା ଲୁଗା ଦେଖିବି, ଆଉ ସବୁ ମୁଁ ଦେଖେ, ସବୁ ଦେଖେ। ସେମିତି ପ୍ରଭୁଙ୍କ ସହିତ ଆପଣଙ୍କର ଦର୍ଶନର ଭାବ ଜଣୁ। ଧନ୍ୟବାଦ ଦେବି। ଜୟ ଜଗନ୍ନାଥ।